ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଲା ଅଧା ବୟସ ବା ବୟସର ଅଧା। ଆମେ ସମସ୍ତେ ଜାଣୁ ବା ଶୁଣି ଆସିଛୁ ଯେ ଯେକୌଣସି ବ୍ୟକ୍ତିର ବୟସ ଯଦି 30 ବର୍ଷ ହୋଇଯାଏ ତାହାକୁ ଭାରତରେ କହନ୍ତି ଅଧା ବୟସ ହୋଇଗଲା, ଅର୍ଥାତ୍ ତା ଜୀବନର ଅଧା ଚାଲିଗଲା। କିନ୍ତୁ ଏହା ଠିକ ନୁହେଁ। ଏହାକୁ ଯଦି ଆମେ ବିଶ୍ଳେଷଣ କରିବା ତାହେଲେ ଅଧା ବୟସ କହିବା ଭୁଲ ଅଟେ। କାରଣ ଆମର ପ୍ରଥମ 30 ବର୍ଷ ଜୀବନରେ କେବଳ ଶିକ୍ଷା ଗ୍ରହଣ କରିବା, ଦୁନିଆକୁ ଜାଣିବା, ବୁଝିବା, ରୋଜଗାରକ୍ଷମ ହେବାରେ ଚାଲି ଯାଇଥାଏ। ଏଠାରେ ଗୋଟେ କଥା ବିଚାର କରାଯାଉ, ଗୋଟିଏ ପିଲା ଜନ୍ମରୁ 17-18 ବର୍ଷ ହେବା ପର୍ଯ୍ୟନ୍ତ ସେ କିଛି ଜାଣିନଥାଏ। ବାପା ମାଙ୍କ ଠାରୁ, ବନ୍ଧୁବାନ୍ଧବଙ୍କ ଠାରୁ, ସାଙ୍ଗସାଥି ଠାରୁ, ଦୁନିଆକୁ, ପ୍ରକୃତିକୁ, ପାଖାପାଖି ଗାଁ ଗୁଡ଼ାକୁ, ରାଜ୍ୟକୁ, ଦେଶକୁ ଜାଣିବାରେ ତାର ସମୟ ଚାଲି ଯାଇଥାଏ। ଏବଂ 18 ବର୍ଷରୁ 30 ବର୍ଷ ମଧ୍ୟରେ ପ୍ରାୟ ଲୋକ ରୋଜଗାର ପାଇଁ ବାଟ ବଢ଼ା ହେଇଥାନ୍ତି, ରୋଜଗାର ଖୋଜନ୍ତି, ରୋଜଗାର ପରିବର୍ତ୍ତନ କରନ୍ତି, ଉଚ୍ଚ ରୋଜଗାର ପାଇଁ ବହୁତ କିଛି ପ୍ରୟାସ କରନ୍ତି। କେହି କେହି ଏହି 18ରୁ 30 ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ଗ୍ରହଣ କରନ୍ତି ଏବଂ ବହୁତ କିଛି ଜ୍ଞାନ ଆହରଣ ପାଇଁ ତାଙ୍କର ଜୀବନକୁ ସେମାନେ ପ୍ରୟୋଗ କରିଥାନ୍ତି। ପ୍ରଥମ 30 ବର୍ଷରେ ଆମେ ଦେଶର ବା ପୃଥିବୀର ନୀତି ନିୟମ, ସ୍ୱାସ୍ଥ୍ୟ, ଶୃଙ୍ଖଳା, ଗମନାଗମନ ଏବଂ ପ୍ରକୃତି, ଈଶ୍ୱର ଇତ୍ୟାଦି ବହୁତ କଥା ଜାଣୁଥାଉ। ଏହି 30 ବର୍ଷ ମଧ୍ୟରେ ଆମେ କେବଳ ଜାଣିବାରେ ବା ବୁଝିବାରେ ଆମର ସମୟକୁ ଆମେ ବିନିଯୋଗ କରିଥାଉ। କିନ୍ତୁ ପରବର୍ତ୍ତୀ 30 ବର୍ଷ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରଥମ 30 ବର୍ଷ ଆମ ପାଇଁ କେବଳ ଅନ୍ୟମାନେ ବହୁତ କିଛି କରିଦେଇଥାନ୍ତି। ଆମର ପିତାମାତା, ବନ୍ଧୁବାନ୍ଧବ, ଗୁରୁଜନ ଏବଂ ସାଙ୍ଗସାଥି ଏମାନଙ୍କ ଉପରେ ଆମେ ନିର୍ଭରଶୀଳ ହୋଇ ଆମର ପ୍ରଥମ 30 ବର୍ଷ କେମିତି ଅତିବାହିତ ହୋଇଥାଏ ଆମେ ଜାଣିପାରୁନାହୁଁ। କିନ୍ତୁ ପରବର୍ତ୍ତୀ 30 ବର୍ଷ ଅତିକ୍ରମ କରିବାକୁ ଆମକୁ ବହୁତ କିଛି କରିବାକୁ ପଡ଼ିଥାଏ ଏବଂ ଆମକୁ ଭାରାକ୍ରାନ୍ତ ଲାଗିଥାଏ। ପ୍ରଥମ 30 ବର୍ଷ ଆମକୁ ସହଜ ଲାଗିଥାଏ, ହାଲକା ଲାଗିଥାଏ, ମନୋରଞ୍ଜନ ଲାଗିଥାଏ, ଉପଭୋଗ୍ୟ ଲାଗିଥାଏ। ତେଣୁ ପ୍ରଥମ 30 ବର୍ଷ କେମିତି ଚାଲିଯାଏ, କେମିତି କଟିଯାଏ, ପ୍ରାୟ ଲୋକ, ବହୁତ ଲୋକ ଏହାକୁ ଜାଣିପାରନ୍ତି ନାହିଁ। କିନ୍ତୁ ଶେଷ 30 ବର୍ଷ ଆମର ଅତିବାହିତ ହେବା ବହୁତ କଷ୍ଟସାଧ୍ୟ ହୋଇପଡ଼େ। କାରଣ ଉକ୍ତ 30 ବର୍ଷରେ ଆମର ବିବାହ ହୋଇଥାଏ, ଆମର ରୋଜଗାର ବୃଦ୍ଧି ଘଟେ, ପରିବାର ଦାୟିତ୍ୱ ବଢ଼େ, ସମାଜର ଦାୟିତ୍ୱ ବଢ଼େ ଏବଂ ସମାଜକୁ କିଛି ଅବଦାନ କରିବା ପାଇଁ ଆମ ମନରେ ଅନେକ ସ୍ୱପ୍ନ ଉଙ୍କି ମାରିଥାଏ। ଯଦି ଆମେ 60 ବର୍ଷରେ ମୃତ୍ୟୁବରଣ କରନ୍ତି ତାହେଲେ ହୁଏତ 30 ବର୍ଷ ପରବର୍ତ୍ତୀ 30 ବର୍ଷକୁ ଆମେ ଅଧା କହିବା। କିନ୍ତୁ ପ୍ରାୟ ଲୋକ ବା ଅଧିକାଂଶ ଲୋକ ଆଜିକାଲି ଯୁଗରେ, ବିଜ୍ଞାନ ଯୁଗରେ 60 ବର୍ଷରେ ମୃତ୍ୟୁବରଣ କରିନଥାନ୍ତି। ଯେଉଁମାନେ ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ଏବଂ ମାନସିକ ସ୍ତରରେ ଦୃଢ଼ ପରିଶ୍ରମୀ, ଶାରୀରିକ ପରିଶ୍ରମ କରିଥାନ୍ତି ଏବଂ ସମାଜରୁ ସବୁକିଛି ପାଇଥାନ୍ତି ବା ସର୍ବୋପରି ଯଦି ତାଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ଥାଏ ତାହେଲେ ବହୁତ ବର୍ଷ ବଞ୍ଚିଥାନ୍ତି। ଅନେକ ଲୋକ 80 ବର୍ଷ, 90 ବର୍ଷ, 85 ବର୍ଷ, 70 ବର୍ଷ ପ୍ରାୟ ବଞ୍ଚିଥାନ୍ତି। ବିଶେଷ କରି ରାଜନୈତିକ ବ୍ୟକ୍ତିମାନେ, ସମ୍ଭ୍ରାନ୍ତ ସମ୍ପନ୍ନ ବ୍ୟକ୍ତିମାନେ ବା ଗାଁ ଗଣ୍ଡାରେ ଚାଷ କାମ କରୁଥିବା, କୃଷକ କାମ କରୁଥିବା, ଶାରୀରିକ ସୁସ୍ଥ ଥିବା ବ୍ୟକ୍ତିମାନେ ବି 70-80 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ତେଣୁ ପ୍ରଥମ 30 ବର୍ଷ ଯେମିତି ଚାଲିଗଲା ତାହା ଆମର ଅଜାଣତରେ ଚାଲିଯାଇଛି। କିନ୍ତୁ ପରବର୍ତ୍ତୀ କିଏ 30 ବର୍ଷ ବଞ୍ଚିବ, କିଏ 40 ବର୍ଷ ବଞ୍ଚିବ, କିଏ 50 ବର୍ଷ ବଞ୍ଚିବାର ଯାହାକୁ ଯାହା ସୁଯୋଗ ମିଳିଥାଏ, ସେହି 40, 30, 50 ବର୍ଷ ପ୍ରଥମ 30 ବର୍ଷ ତୁଳନାରେ ଯଦି ଆମେ ଦାୟିତ୍ୱବୋଧ ଦୃଷ୍ଟିରୁ ଦେଖିବା, କର୍ତ୍ତବ୍ୟବୋଧ ଦୃଷ୍ଟିରୁ ଦେଖିବା ତାହେଲେ ଏହା ଦୀର୍ଘ ସମୟ ଭଳି ଅନୁଭବ ହେଉଥାଏ। ଏବଂ ଉକ୍ତ 30, 40, 50 ବର୍ଷ ଭିତରେ ଆମେ ବହୁତ କିଛି କରିବାର ଅଛି, ଯାହା ଆମେ କରିପାରି ନାହାନ୍ତି, ଯାହା ଆମେ ପ୍ରଥମ 30 ବର୍ଷ ଭିତରେ ଅନୁଭୂତିରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଯାହା କିଛି ଆମେ ପାଇଛନ୍ତି
ତାକୁ ବିନିଯୋଗ କରି ଆମକୁ ସଂସାର ପାଇଁ, ନିଜ ପରିବାର ପାଇଁ, ନିଜ ପାଇଁ କରି ଆନନ୍ଦ ଉପଭୋଗ ସହ ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରି ଆମେ ବିଦାୟ ନେବାର ସମୟ ବହୁତ ଲାଗିଥାଏ। ତେଣୁ ପ୍ରଥମ 30 ବର୍ଷ ପରେ ଆମର ବୟସ ଅଧା ହେଇଗଲା କହି ଆମେ ଦୁର୍ବଳ ଅନୁଭବ ହୋଇ ଆମେ ନକାରାତ୍ମକ ଆଡ଼କୁ ନ ଯାଇ ଆମ ପାଖରେ ବୟସ କଥା ଚିନ୍ତା ନ ରଖି ଆମକୁ ପରବର୍ତ୍ତୀ ଯେତେ ଦିନ ଆମେ ବଞ୍ଚିବା ତାହାକୁ ସବୁଦିନ ସବୁ ସମୟରେ ଆମେ ଦୃଢ଼ ହୋଇ ମନୋବଳ ବୃଦ୍ଧି କରି ଏବଂ ସକାରାତ୍ମକ ଦିଗରେ କାମ କରିବା ଉଚିତ। ଯେଉଁମାନେ 30 ବର୍ଷ ହୋଇଗଲା ପରେ ଅଧା ବୟସ ଭାବି ଦୁର୍ବଳ ହୋଇଯାଆନ୍ତି ଏବଂ ତାଙ୍କୁ ଦୁର୍ବଳ ହେବାର ମୂଳ କାରଣ ହେଲା ସମାଜର ଅନେଶ୍ୱତ ଭାଗ ଲୋକ କେବଳ କହନ୍ତି 30 ବର୍ଷ ହୋଇଗଲା ତୋ ଜୀବନ ଅଧା ହୋଇଗଲା, ଆଉ କେତେ ଦିନ ବଞ୍ଚିବୁ, ଆଉ ଆମର ତ ବୟସ 60 ବର୍ଷ, ଏଇଭଳି କହୁଥିବା ଲୋକଠାରୁ ଦୂରେଇ ରୁହନ୍ତୁ। କାରଣ ଏମାନେ ଆମର ମନୋବଳକୁ ଦୁର୍ବଳ କରିଦେଇଥାନ୍ତି। ମନୋବଳ ହେଉଛି ଶ୍ରେଷ୍ଠ ବଳ, ଯେମିତି ମନ ସେମିତି ଜୀବନ, ଏହା ସତ୍ୟ ଅଟେ। ସେଥିପାଇଁ ଯେଉଁମାନେ ବଡ଼ ବଡ଼ ପଦପଦବୀ ଏବଂ ଶିଳ୍ପପତି ଇତ୍ୟାଦି ସେମାନଙ୍କର ହୁଏତ କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ହୁଏତ ସେମାନଙ୍କର ଶୀଘ୍ର ମୃତ୍ୟୁ ହୋଇଯାଇପାରେ, କିନ୍ତୁ ଯଦି ସେମାନେ ପ୍ରାକୃତିକ ମୃତ୍ୟୁ ହୁଅନ୍ତି ପାଖାପାଖି 89, 90, 85 ଏ ଟାଇପ୍ର ବଞ୍ଚିଥାନ୍ତି। ଆମକୁ ସବୁବେଳେ ସକାରାତ୍ମକ ଦିଗକୁ ଦେଖିବାକୁ ପଡ଼ିବ। ଆମେ କାହିଁକି ବଞ୍ଚିପାରିବାନି? ଆମେ ପରବର୍ତ୍ତୀ ଜୀବନକୁ ଦୀର୍ଘାୟୁ କରିବା ପାଇଁ ପ୍ରତ୍ୟହ ପ୍ରାର୍ଥନା ପୂର୍ବକ ଆମର ଯୋଗ, ପ୍ରାଣାୟାମ, ବ୍ୟାୟାମ, ସୁଷମ ଖାଦ୍ୟ ଓ ମାନସିକ ସନ୍ତୁଳନକୁ ଆମେ ଭଲ ଭାବରେ ବଜାୟ ରଖି ଯଦି କାମ କରିବା ତାହେଲେ ଆମର ବହୁତ ଆଶା ଆକାଂକ୍ଷା ଏବଂ ପରିବାରକୁ ବା ସମାଜକୁ ଆଗକୁ ନେବାର ନିଶ୍ଚିତ ଭାବରେ ଶକ୍ତି ଜାଗ୍ରତ ହେବ ଏବଂ ଆମେ ନିଶ୍ଚିତ ଭାବରେ ଏ ଭଗବାନଙ୍କର ଯେଉଁ ଅନବଦ୍ୟ କୃତି ବା ଯେଉଁ ଦିବ୍ୟ ସଂସାରରୁ ଆମେ ନିଶ୍ଚିତ ଭାବରେ ଆନନ୍ଦମୟ ଉପଭୋଗ କରି ଭଗବାନଙ୍କୁ ସ୍ମରଣ କରି ଆମେ ବିଦାୟ ନେଇପାରିବା। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର।